ମୁଁ ତ ବ୍ୟକ୍ତିଗତ ଭଲ ପାଏ ମମତା ବାନାର୍ଜୀ କିନ୍ତୁ ଏଥର ଯେଉଁ ନିର୍ବାଚନ ହେଉଛି ଏମିତି କଣ୍ଟେଷ୍ଟ ନିର୍ବାଚନ କେବେ ମୁଁ ଦେଖିନି ଫାର୍ଷ୍ଟ ଟାଇମ୍ ଦେଖିଲି ମୋତେ ମୋ ଦେହ ଟିକେ ଭଲ ନାହିଁ ସେ ତ କଲିକତା ଯାଇନି ଆଉ ମୁଁ ଦେଖୁଛି କଣ୍ଟେଷ୍ଟ ଇଲେକ୍ସନ୍ ଚାଲିଛି ମାନେ ବିଜେପି ଆଉ ଟିଏମ୍ସି ପୁରା କଣ୍ଟେଷ୍ଟ ଚାଲିଛି ସେଥିଯୋଗୁଁ ଏତେ କେବେ କଣ୍ଟେଷ୍ଟ ହେଇନଥିଲା ସେ ଯୋଗୁଁ ପବ୍ଲିକ୍ କହୁଛନ୍ତି ଆମେ ଟିକେ ପରିବର୍ତ୍ତନ ଚାହୁଁଛୁ ଆମେ ଲୋକଙ୍କୁ ବୁଝୁଛୁ ଆମ ପାଖକୁ ହଜାର ହଜାର ଶିଶୁ ଆସୁଛନ୍ତି ବୁଝୁଛୁ ତାପରେ ସେଇଟା ଭବିଷ୍ୟତରେ ସେଇଟା ଲୋକ ହେଲେ ଜନାର୍ଦ୍ଦନ ସେଇମାନେ କହିବେ କେମିତି କ'ଣ ହେବ କ'ଣ ନାହିଁ ସେମାନେ ଯାହା କହିବେ ଆଉ ସେ ମମତା ମାନେ ସେ ନାହାନ୍ତି ଏନେ ସେ ମମତା ନାହାନ୍ତି ଯେତେବେଳେ ସମୟ ତାଙ୍କ ଖରାପ ଥିଲା ବିପଦ ବିପଦ ନେଉଥିଲେ ସେ ଭାବିନଥିଲେ ଏଥର ଆହୁରି ଖରାପ ହେବ ବୋଲିକା ସେ ଯୋଗୁଁ ସେ ତାଙ୍କର ଆସ୍ତେ ଆସ୍ତେ ରହିଲେ ଆଉ ମୋଠୁ ବି ପ୍ରଭାବ ନେଇନାହାନ୍ତି ମୁଁ ତାଙ୍କୁ ବି ଭଲ ପାଉଥିଲି ଭଲ ପାଏ ମୁଁ କେଉଁ ରାଜନୀତି କେବେ କରିନାହିଁ ଭଲ ପାଉଛି କିନ୍ତୁ ଏଥର ମୁଁ ଦେଖୁଛି ଜିନିଷଟା ଅନ୍ୟ ଯେଉଁ ଗତି କରୁଛି ତାଙ୍କୁ ଯେତେବେଳେ ସେ ପଥର ମୂର୍ତ୍ତି କଲେ ଦୀଘାରେ ମୁଁ ପୁରା ନାହିଁ କରିଥିଲି ପଥର ମୂର୍ତ୍ତି ଆମେ କରନ୍ତୁ ନାହିଁ ପଥର ମୂର୍ତ୍ତି ମୁଁ ଦେଖନ୍ତୁ ଆପଣ ଦେଖିଛନ୍ତି ମୁଁ ଦୀଘା ଯାଇଛି ମୋର କିଛି ଅସୁବିଧା ନାହିଁ ମୁଁ କାହିଁ ଗଲିନି ଅନ୍ୟ କିଛି ନାହିଁ ସେ ପଥର ଅବାଧ୍ୟରେ ପଥର ମୂର୍ତ୍ତି ବସେଇଲେ କାହିଁ ପଥର ମୂର୍ତ୍ତି କଥା କହିଥିଲି ମୁଁ ପଥର ମୂର୍ତ୍ତିକି ରଥକୁ ନେଲେ ବାଇଚାନ୍ସ ଯଦି ଖଣ୍ଡିଆ ଖାବଡ଼ା ଭାଙ୍ଗିଯିବ ଏଇଟା କ୍ଷତି ହେବ ଦେଶ ଉପରେ କ୍ଷତି ହେବ ବୁଝେଇକି ନାହିଁ କରିଥିଲି ମୁଁ ଦାରୁ ବ୍ରହ୍ମ ମୂର୍ତ୍ତି କରନ୍ତୁ ବସେଇବି ସେ ଜମା ଶୁଣିଲେ ନାହିଁ ସେଇ ପଥର ମୂର୍ତ୍ତି କଲେ ତାକୁ ଇସ୍କନ ହାତରେ ଦେଲେ ଏମିତି ଦେଇକିରି ବାଦ ବିବାଦ ଭିତରେ ଚାଲିଲା ଆମେ ସାଇଲେନ୍ସ ରହିଲେ ଆମର କ'ଣ ମିଳିବ ଆମେ ଠାକୁର ଦେବତା ଲୋକ ତାଙ୍କୁ ବ୍ୟକ୍ତିଗତ ଭଲ ପାଏ ଜଗନ୍ନାଥଙ୍କ ଲୋକ ତାପରେ ଜଗନ୍ନାଥ ଯାହା କରିବେ ନା ସେତେବେଳେ ଦେଇଥିଲେ ଏଥର ତ ମୋ କଥା ମାନିଲେନି ଆମେ କ'ଣ କରିବି ଇଏ ଛୁଆ ହେଇନାହାନ୍ତି ସ୍କୁଲରେ ପାଠ ପଢ଼ିବେ ଶୁଣିଲେନି କିଛି କଲେନି ଆମେ ଜଗନ୍ନାଥଙ୍କ ଲୋକ ଆମ ମୁହଁରୁ ଯାହା ବେଳେ ସେଇଆ ହେବ ଆମେ ପ୍ରଭୁଙ୍କର ଏକବାର ପାଖରେ ଲୋକ ବ୍ରହ୍ମ ସ୍ଥାପନ କରୁଛି ବ୍ରହ୍ମ ମାନେ କ'ଣ ଯେଉଁଠି 150 କୋଟି ଲୋକଙ୍କର ସ୍ୱୟଂ ଆରାଧ୍ୟ ଦେବତା ଜଗନ୍ନାଥ ତାଙ୍କ ବ୍ରହ୍ମ ସ୍ଥାପନ ତାଙ୍କରି ଆଜ୍ଞା ନେଇ ଆର୍ଥରକ ତାଙ୍କୁ ମୁଁ କହିଥିଲି ଜିତିବେ ଆର୍ଥରକ ସମସ୍ତେ କହିଲେ ମମତା ବାନାର୍ଜୀ ହାରିବେ ମୁଁ ଗୋଟିଏ ଲୋକ କହିଥିଲି ଆପଣ ଜାଣିଥିବେ ସବୁ ପ୍ରେସ୍ ବାଲା ସମସ୍ତେ ଗ୍ୟାରେଣ୍ଟି ଦେଇଥିଲି ଯେ ଏଥର ମମତା ବାନାର୍ଜୀ 100% ଜିତିବେ ବହୁ ଭୋଟ ଜିତିବେ ଜିତିଥିଲେ ଏଥର ସେ ମ୍ୟାଡ଼ାମ୍ ଆମର କଥା ଶୁଣିଲେ ନାହିଁ କଲେ ନାହିଁ ହେଇ ଜ୍ଞାନ କରିଦେଲେ ହେଇ ଜ୍ଞାନ କଲେ ଯେତେବେଳେ ମଣିଷର ଗୋଟେ ସମୟ ଖରାପ ଆସେ ଯେତେବେଳେ ସିଏ ଆଉ ଏଇ ଜିନିଷକୁ ଇଏ କରିନି କାହିଁକିନା ମୁଁ ଯଦି ରାଜନୀତି କରିଥାନ୍ତି ସିଏ ମୋତେ ମାନିନଥାନ୍ତି ମୁଁ ରାଜନୀତି କରିବି ତାଙ୍କର ହିତକାଂକ୍ଷୀ ଆମେ ଆଉ ସେ ତ ଶୁଣିଲେନି କିଛି ଆଉ ଏଥରକ ରାଜନୀତିଟା ଗୋଟେ ଖରାପ ଦିଗ ଆଡ଼ିକି ଯାଉଛି ସେ ଯୋଗୁଁ ଆମେ ସାଇଲେନ୍ସ ରହିଗଲୁ ଦୀଘାରେ ଯେଉଁ ମନ୍ଦିର ହଉ ଆଜ୍ଞା ମନ୍ଦିର ସମସ୍ତେ କରୁଛନ୍ତି ଆପଣ ଚାହିଁଲେ ଆପଣ ମନ୍ଦିର କରିବେ କିନ୍ତୁ ସେଠି ଯେଉଁ ଜିନିଷ ହେଲା ଧାମ ଲେଖିଲେ ଆମେ ନାହିଁ କେଉଁ ଧାମ ଲେଖୁ ଜଗନ୍ନାଥଙ୍କ ପ୍ରଭୁଙ୍କ ଧାମ ଇଏ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ସେ ପ୍ରଭୁଙ୍କ ଧାମ ଇଏ କରିଛନ୍ତି ସ୍ୱୟଂ ଜଗନ୍ନାଥ ଧାମ ସେଇଟା ବଡ଼ଜନ ଜଗନ୍ନାଥ ମନ୍ଦିର ସମସ୍ତେ କରିପାରିବେ କାହାକୁ ନାହିଁ ମମତା ବାନାର୍ଜୀ ମନ୍ଦିର ଦୀଘାରେ କଲେ ଭଲ ହେଲା ଭକ୍ତ ଯିବେ ଦର୍ଶନ କରିବେ ତାକୁ ଇସ୍କନକୁ ଦେଲେ ମନ୍ଦିର ସିଏ